ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଯାପନୀ ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା ଡିଭାଇନ୍ ଡ୍ୟାନ୍ସ ଗ୍ରୁପ୍, ଶିକ୍ଷା ପ୍ଲେ ସ୍କୁଲ ଡ୍ୟାନ୍ସ, ନୀଳଶୈଳ ଡ୍ୟାନ୍ସ ଗ୍ରୁପ୍, କିଡ୍ ସ୍କୁଲ ପିଲାଙ୍କ ଦ୍ୱାରା ନୃତ୍ୟ, ଶ୍ରୀହରି ଡ୍ୟାନ୍ସ ଗ୍ରୁପ୍, ବ୍ଲାକ୍ ସ୍ପାଇଡର ଗୁରୁକୁଳ ଏକାଡେମୀ, ଦେବୀ ଡ୍ୟାନ୍ସ, ତାରିଣୀ ଡ୍ୟାନ୍ସ ଗ୍ରୁପ୍, ଅଜିତ ଡ୍ୟାନ୍ସ ଗ୍ରୁପ୍ ଆଦି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଦ୍ୱାରା ସମେକ ଆଧୁନିକ ଗୀତ ନୃତ୍ୟ ସହ ସମ୍ପୂର୍ଣ୍ଣ ଭାବେ ସମ୍ବଲପୁରୀ ସଙ୍ଗୀତ ନୃତ୍ୟରେ ମଞ୍ଚ ଦୁଲୁକିଥିଲା। ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁର୍ମା ପାଢ଼ୀ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ନିଜ ଅଭିଭାଷଣରେ କହିଲେ, ଖୋର୍ଦ୍ଧା ଜିଲ୍ଲାର ପ୍ରାକୃତିକ ବୈଭବ, ଖୋର୍ଦ୍ଧାର ଇତିହାସ ଅନନ୍ୟ। ଖୋର୍ଦ୍ଧା ମାଟି ସ୍ୱାଧୀନତା ପ୍ରାପ୍ତିର ବୀରତ୍ୱର ବାର୍ତ୍ତା ବହନ କରେ। ଖୋର୍ଦ୍ଧାର ଏହି 26ତମ ମହୋତ୍ସବର ଶାନ୍ତି ସମ୍ପ୍ରୀତି ମୈତ୍ରୀ ଭାଇଚାରା ବିକାଶର ମନ୍ତ୍ରରେ ଅଭିମତ ହେବାକୁ ସବୁ ବର୍ଗର ଜନସାଧାରଣ ବ୍ରତୀ ହୋଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତରେ ଅଂଶୀଦାର ହେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଆଇନ ପୂର୍ତ୍ତ ଅବକାରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ନିଜ ଅଭିଭାଷଣରେ ଖୋର୍ଦ୍ଧାର ଏହି ବିଶାଳ ବିସ୍ତୃତ ମହୋତ୍ସବ ପାଳନ ଆବଶ୍ୟକତାକୁ ପୂରଣ କରିଛି। ଖୋର୍ଦ୍ଧା ମାଟିର ଚେତନା ଅନନ୍ୟ। ଖୋର୍ଦ୍ଧା ମାଟି 208 ବର୍ଷ ପୂର୍ବେ ଯେଉଁ ପାଇକ ବିଦ୍ରୋହ, ଗରିଲା ଯୁଦ୍ଧ ଦ୍ୱାରା ବ୍ରିଟିଶ ସରକାର ବିରୋଧରେ ସଂଗ୍ରାମ ରୋମାଞ୍ଚକାରୀ ଐତିହ୍ୟ ଅଟେ। ବର୍ତ୍ତମାନ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଖୋର୍ଦ୍ଧା ବିକଶିତ ଓଡ଼ିଶା ନିର୍ମାଣରେ ଶିଳ୍ପର ଅପୂର୍ବ ବିକଶିତ ଯୋଜନା ରୂପାୟନ ଦ୍ୱାରା ଐତିହ୍ୟ ସଂସ୍କୃତି, ପାଇକ ସ୍ମାରକୀ, ତୀର୍ଥସ୍ଥାନ, ଆଉଟର ରିଙ୍ଗ ରୋଡ୍ ଯୋଜନା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସହ ଏହି ମହୋତ୍ସବ ଖୋର୍ଦ୍ଧାର ସାଂସ୍କୃତିକ ଐତିହ୍ୟ ଜାଗରଣରେ ପଥ ପ୍ରଦର୍ଶନ କରିବ। ମହୋତ୍ସବ କମିଟି ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ପୂର୍ବତନ ବିଧାୟକ ବାଙ୍କୀ ପ୍ରଭାତ କୁମାର ତ୍ରିପାଠୀ, ମୁମ୍ବାଇର ପ୍ରାକ୍ତନ ପୋଲିସ କମିଶନର ଅରୁପ ପଟ୍ଟନାୟକ, ଉପାଧ୍ୟକ୍ଷ ଖୋର୍ଦ୍ଧା ପଞ୍ଚାୟତ ସମିତି ପ୍ରକାଶ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଶକ୍ତିଶଙ୍କର ମିଶ୍ର, वरिष्ठ आईनजीवी विधान चंद्र महाती, पूर्वतन बीजेपी सभापति रश्मिरंजन महापात्र निज निज वक्तव्य खोर्धार गरिमामय इतिहास और ओडिशार ऐतिह्य परंपरा महोत्सव में झलक मिली पुनर्जीवित करिथाय बोली प्रकाश करथिले। महोत्सव कमिटी मुख्य उपदेष्टा मान्यवर विधायक श्रीयुक्त प्रशांत कुमार जगदेव खोर्धा अंचल विभिन्न उन्नयन योजना संबंध में उल्लेख कर स्वागत भाषण प्रदान करथिले। शेष में महोत्सव कमिटी साधारण संपादक नरेंद्र पृष्टि धन्यवाद अर्पण करथिले। मंच उपस्थापन में श्रीकांत नायक संपादन करथिले। मुख्य अतिथि मान्यवर बाचस्पति श्रीमती सुर्मा पाढ़ी, मुख्य वक्ता मान्यवर मंत्रीयुक्त पृथ्वीराज हरिचंदन एवं समस्त सम्मानित अतिथि मानक अंगवस्त्र, खोर्धा पारंपरिक पकड़ी महोत्सव स्मृतिफलक, पुष्पगछ प्रदान कर संबर्धित कर। खोर्धारू सेठ लोक तलींक रिपोर्ट, न्यायवती टीवी।